ତମେ 2 ବର୍ଷରେ 98,000 ଟଙ୍କା କୋଟି ଲୋନ୍ କଲଣି। ତମେ କଣ ଡେଭଲପ କରିବ? ଏ ଗୋଟେ ଝୁଣ୍ଟିଆ ପାଉଁଜି 20-25 ଟଙ୍କା ଯାହା ଦାମ ସେଇଆକୁ ନେଇ ବାହା କରିବ? ସୁନା ଦେଲନି, ଶାଢୀ ଦେଲନି, ପଙ୍ଗତ କରିବା ପାଇଁ ପଇସା ଦେଲନି। ତାହେଲେ ଆମେ ଜାଣିଥାନ୍ତେ ଯେ କନ୍ୟାକୁ ବିବାହ କରୁଛନ୍ତି ମୋହନ ମାଝୀ। ଏ 10-20 ଟଙ୍କା ଝୁଣ୍ଟିଆ, ଏ ପାଉଁଜି 20-200 ଟଙ୍କା ଏଇଥିରେ ବାହା କରିବ? ଏ ବ୍ଲଫ୍ କିରି ଛାଡ଼। ଯେମିତି ତମେ ସୁଭଦ୍ରା ଯୋଜନା 30 ଟଙ୍କା 33 ଟଙ୍କା ଯୋଡ଼େ କପ୍ ଚା କଣ ଡେଭଲପ କଲେ? କିଏ କଲେ? କାହିଁ କଲେ? କୁଆଡେ ଗଲ ସେ ପଇସା? ଭଉଣୀ ମାନେ ଯେମିତି ବୁଲୁଛନ୍ତି ସେମିତି ବୁଲୁଛନ୍ତି। କଂଗ୍ରେସ ମୋଟା ଆକାରରେ ଦଉଥିଲା ବେପାର କରିବା ପାଇଁ, ମହିଳା ମାନଙ୍କୁ କୁଟୀର ଶିଳ୍ପ କରିବା ପାଇଁ, ଚାଷ କରିବା ପାଇଁ, ମାଛ ଚାଷ କରିବା ପାଇଁ, କୁକୁଡ଼ା ଚାଷ କରିବା ପାଇଁ କଂଗ୍ରେସ ଦଉଥିଲା। କିଏ ଜାଣି କୋଉ ଯୋଜନା କଣ ମୁଁ କହିପାରିବିନି। ତାଙ୍କ ନିଜର ବୁଦ୍ଧି ଅଛି, ସେ ଜାଣିଛନ୍ତି ତାଙ୍କ ଗାଁ ମାନଙ୍କରେ ଝିଅ ମାନେ ବିବାହ ହେଇ ପାରୁନାହାନ୍ତି। ଯଦି ଗୋଟେ ପାଉଁଜି ଆଉ ଗୋଟେ ଝୁଣ୍ଟିଆ ଦେଇଦେବେ ବାହା ହେଇଯିବେ। କିଏ ଜାଣି କେତେ ପଇସା? ମୁଁ ଜାଣି ଗୋଟେ ଟଙ୍କା ନାହିଁ, ଗୋଟେ ଟଙ୍କା ନାହିଁ। କାହିଁ ଚେକ୍ ଦେଖା? କାହିଁ ଚେକ୍ ଦେଖା? ଦେଲେନି। ମଙ୍ଗଳସୂତ୍ର ଦେବେ ମୋହନ ମାଝୀ? ଦେଖିଛନ୍ତି କେବେ ମଙ୍ଗଳସୂତ୍ର? ସେ ବିବାହ ହେଲା ବେଳେ ବି ଦେଖିଛନ୍ତି? ଏରା ଖାଲି ଖାଲି ଶୁଖିଲା କଥା। ମୋହନ ବାବୁଙ୍କର ଶୁଖିଲା କଥା। ନିରୀହ ଲୋକଟେ, ଭଦ୍ର ଲୋକଟେ, ଭିଡୁକୁ ନୁହଁ। ଯୋଜନା ସବୁ ଫେଲ। 2 ବର୍ଷ ଭିତରେ କଣ ଗୋଟେ ଆଖି ଦୁଶିଆ କାମ ରାଜ୍ୟର କରିଛନ୍ତି ଓଡିଶାର ମୋହନ ମାଝୀ। ସିଏ କମ କଥା। ଗୋଟେ ଝୁଣ୍ଟିଆ ଗୋଟେ ପାଉଁଜି, ଏ ଭଳିଆ ଭାଣ୍ଡ କାରବାର ଭଣ୍ଡେୟା ଓଡିଶାର ଝିଅ ମାନଙ୍କୁ ଉଚିତ ନୁହଁ। ୟାର ଜବାବ ମୋହନ ମାଝୀ ତମେ ପାଇବ, ଅପେକ୍ଷା କର।